ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିବା ଏହି ଗରିବ ପିଲାଟିର ଘରେ ଲଣ୍ଠନ ଜାଣିବା ପାଇଁ ତେଲ କିଣିବାକୁ ବି ପଇସା ନଥିଲା। ପରିବାରକୁ ଦୁଇ ଓଳି ମୁଠେ ଦାନା ମଧ୍ୟ ସହଜରେ ମିଳୁନଥିଲା। ପାଦରେ ଚପଲ ନଥିଲା କି ମୁଣ୍ଡ ଉପରେ ପକ୍କା ଛାତ ନଥିଲା। ଥିଲା ତ କେବଳ ଆକାଶରେ ଉଡ଼ିବାର ଏକ ସ୍ୱପ୍ନ, ଯାହାକୁ ସେ ସମୁଦ୍ର କୂଳରେ ବସି ଦେଖିଥିଲେ। ଏହି ସ୍ୱପ୍ନକୁ ସତ କରିବା ପାଇଁ ସେ ପ୍ରତିଦିନ ସକାଳ 4ଟାରୁ ଉଠି ମାଇଲ ମାଇଲ ବାଟରେ ଚାଲି ପାଖ ଗାଁକୁ ମାଗଣା ଟ୍ୟୁସନ ପଢ଼ିବାକୁ ଯାଉଥିଲେ। ସେଠାରୁ ଫେରି ପରିବାରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ସାରା ଗାଁରେ ଖବରକାଗଜ ବାଣ୍ଟୁଥିଲେ। ରାତି ସମୟରେ ଗାଁର ଯେଉଁଠି ବି ଆଲୁଅ ଦେଖାଯାଉଥିଲା ସେଠାରେ ସେ ଚୁପଚାପ ବସି ପଢ଼ୁଥିଲେ। ସେହି ପିଲାଟି ପରବର୍ତ୍ତୀ ସମୟରେ ଭାରତକୁ ମହାକାଶରେ ପହଞ୍ଚାଇ ଦେଲେ, ଦେଶକୁ ପରମାଣୁ ମହାଶକ୍ତିରେ ପରିଣତ କଲେ ଏବଂ ନିଜେ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ମହାନାୟକ ସାଜିଲେ। ଆମେ ଯେଉଁ ମହାନ ବ୍ୟକ୍ତିଙ୍କ ବିଷୟରେ କଥା ହେଉଛେ ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ନାଁ ଭାବିବା ମାତ୍ରେ ହିଁ ଶରୀରରେ ସିଂହରଣ ଖେଳିଯାଏ। ହଁ, ମୁଁ ଭାରତର ମିସାଇଲ ମ୍ୟାନ୍ ସାର୍ ଏପିଜେ ଅବଦୁଲ କାଲାମଙ୍କ କଥା କହୁଛି। ଏପରି ଏକ ବ୍ୟକ୍ତିତ୍ୱ ଯାହାଙ୍କର କେହି ଶତ୍ରୁ ନଥିଲେ। ତାଙ୍କ ମୁହଁରୁ ବାହାରୁଥିବା ପ୍ରତିଟି ଶବ୍ଦ ଆଜିର ଯୁବପିଢ଼ି ପାଇଁ ସବୁଠାରୁ ବଡ଼ ଶିକ୍ଷା। ସାରା ବିଶ୍ୱ ତାଙ୍କୁ ଏତେ ସମ୍ମାନ କରୁଥିଲା ଯେତେବେଳେ 26 ମଇ 2005ରେ କାଲାମ ସାହିବ ସୁଇଜରଲ୍ୟାଣ୍ଡ ଗଲେ। ସେଠାକାର ସରକାର ସେହି ଦିନକୁ ବିଜ୍ଞାନ ଦିବସ ଭାବେ ଘୋଷଣା କରିଦେଲେ। କିନ୍ତୁ ଆପଣ ଜାଣନ୍ତି କି, ଏକ ଛୋଟ କୋଠରୀରୁ ବାହାରି ଭାରତର ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏତେ କଷ୍ଟକର ଥିଲା ଯେ କୌଣସି ସାଧାରଣ ମଣିଷ ଅଧା ବାଟରୁ ହାର ମାନି ଯାଇଥାନ୍ତା। ଏମିତିକି କାଲାମ ସାହେବ ମଧ୍ୟ ଥରେ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲେ। ଆଜି ଆମେ ସାର୍ ଏପିଜେ ଅବଦୁଲ କାଲାମଙ୍କ ସେହି ସଂଘର୍ଷର କାହାଣୀ ବିଷୟରେ ଜାଣିବା, ଯାହା ଆପଣଙ୍କୁ ପ୍ରତିଟି ଅସୁବିଧା ସହ ଲଢ଼ିବାକୁ ସାହସ ଦେବ। 15 ଅକ୍ଟୋବର 1931 ତାମିଲନାଡୁର ରାମେଶ୍ୱରମ ଦ୍ୱୀପରେ ରହୁଥିବା ଏକ ଗରିବ ପରିବାରରେ ଅବଦୁଲ କାଲାମଙ୍କ ଜନ୍ମ ହୋଇଥିଲା। ତାଙ୍କ ବାପା ଏକ ଛୋଟ ଡଙ୍ଗା ଚଳାଉଥିଲେ, ଯେଉଁଥିରେ ପରିବାରକୁ ଖୁବ୍ କଷ୍ଟରେ ଦୁଇ ଓଳି ଖାଇବାକୁ ମିଳୁଥିଲା। ଏକ ଛୋଟ କୋଠରୀ ବିଶିଷ୍ଟ ଘରେ କାଲାମ ତାଙ୍କର 4 ଭାଇ ଭଉଣୀ ଏବଂ ପିତାମାତାଙ୍କ ସହ ରହୁଥିଲେ। ସଞ୍ଜ ହେବା ମାତ୍ରେ ତାଙ୍କ ଘରେ ଅନ୍ଧାର ମାଡ଼ି ଆସୁଥିଲା। ଯଦି କିଛି ସାମାନ୍ୟ ଆଲୁଅ ମିଳୁଥିଲା ତାହା ଥିଲା ଜହ୍ନର କିରଣ। କେବେ କେବେ ଲଣ୍ଠନ ପାଇଁ ତେଲ କିଣା ହେଉଥିଲା, ଯାହାକୁ ସେ ରାତିରେ ପଢ଼ିବା ପାଇଁ ବ୍ୟବହାର କରୁଥିଲେ। ତାଙ୍କ ପିତାମାତା ନିଜେ ଅନ୍ଧାରରେ ବସି ରହୁଥିଲେ ବି ପିଲାମାନଙ୍କୁ ଲଣ୍ଠନ ଦେଇ ଦେଉଥିଲେ। କାଲାମ ସାହେବଙ୍କର ପଢ଼ା ପ୍ରତି ଏତେ ଆଗ୍ରହ ଥିଲା ଯେ 8 ବର୍ଷ ବୟସରେ ଯେତେବେଳେ ସେ ଜାଣିଲେ ଯେ ତାଙ୍କ ଗାଁରୁ ଅନେକ କିଲୋମିଟର ଦୂରରେ ଜଣେ ଶିକ୍ଷକ ଅଛନ୍ତି ଯିଏ 5 ବର୍ଷ ପିଲାମାନଙ୍କୁ ମାଗଣାରେ ଗଣିତ ପଢ଼ାଉଛନ୍ତି, ସେ ସେଠାକୁ ଯିବାକୁ ସ୍ଥିର କଲେ। କିନ୍ତୁ ସେହି ଶିକ୍ଷକଙ୍କର ଏକ ନିୟମ ଥିଲା ଯେ ସେ ସକାଳ 4ଟା 5ଟା ମଧ୍ୟରେ କେବଳ ସେହି ପିଲାମାନଙ୍କୁ ପଢ଼ାଇବେ ଯେଉଁମାନେ ଗାଧୋଇ ଆସିଥିବେ। ତେଣୁ ଶୀତ ହେଉ କି ବର୍ଷା, 8 ବର୍ଷର କଲାମ ପ୍ରତିଦିନ ସକାଳୁ ଥଣ୍ଡା ପାଣିରେ ଗାଧୋଇ ପ୍ରସ୍ତୁତ ହୋଇ ମାଷ୍ଟରଙ୍କ ପାଖକୁ ପଢ଼ିବାକୁ ଚାଲି ଯାଉଥିଲେ। ଏହି ସମୟରେ ତାଙ୍କ ଜୀବନରେ ଏପରି ଏକ ଘଟଣା ଘଟିଲା ଯାହା ଭାରତର ଭବିଷ୍ୟତକୁ ସୁନେଲି ଅକ୍ଷରରେ ଲେଖିଦେଲା। ଅନେକ ସମୟରେ କାଲାମ ବାପାଙ୍କୁ ସାହାଯ୍ୟ କରିବାକୁ ଯାଉଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ସମୁଦ୍ର କୂଳରେ ବସି ଆକାଶକୁ ଚାହିଁ ରହୁଥିଲେ। ଦିନେ ଖୋଲା ଆକାଶରେ ପକ୍ଷୀମାନଙ୍କୁ ଉଡ଼ୁଥିବାର ଦେଖି ସେ ପାଇଲଟ ହେବାର ସ୍ୱପ୍ନ ଦେଖିଲେ। ସେ କହୁଥିଲେ ଯେ ସ୍ୱପ୍ନ ସେତେବେଳେ ସତ ହୁଏ ଯେତେବେଳେ ଆମେ ତାକୁ ଦେଖିବା ଆରମ୍ଭ କରୁ। କିନ୍ତୁ ଏହି ସ୍ୱପ୍ନର ରାସ୍ତାରେ ଅନେକ କଣ୍ଟା ଥିଲା, ଯେଉଁଥିରେ ସବୁଠାରୁ ବଡ଼ ବାଧା ଥିଲା ଆର୍ଥିକ ଅଭାବ। 10 ବର୍ଷ ବୟସରେ କାଲାମ ବୁଝି ଯାଇଥିଲେ ଯେ ତାଙ୍କୁ ପରିବାରକୁ ସାହାଯ୍ୟ କରିବାକୁ ପଡ଼ିବ। ସେଥିପାଇଁ ସେ ଖବରକାଗଜ ବାଣ୍ଟିବା ଆରମ୍ଭ କଲେ। ସେ ପ୍ରତିଦିନ ସକାଳୁ ରେଳ ଷ୍ଟେସନ ଯାଇ ଦିନାମଣି ନାମକ ଏକ ଖବରକାଗଜ ସଂଗ୍ରହ କରି ଘରେ ଘରେ ପହଞ୍ଚାଉଥିଲେ। ଏହି ସମୟରେ ଚାଲୁ ଚାଲୁ ସେ ସାରା ଖବରକାଗଜ ପଢ଼ି ଦେଉଥିଲେ। ଦ୍ୱିପହର ସମୟ ସେ ଲାଇବ୍ରେରୀରେ ପୁରୁଣା ବହି ଏବଂ ଖବରକାଗଜ ପଢ଼ିବାରେ ବିତାଉଥିଲେ। ସେ ସର୍ବଦା କହୁଥିଲେ, ବଡ଼ ସ୍ୱପ୍ନ ଦେଖ, କାରଣ ଛୋଟ ସ୍ୱପ୍ନ ଦେଖିବା ଏକ ଅପରାଧ। କିନ୍ତୁ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କ ପରିବାରକୁ ଅନେକ ତ୍ୟାଗ କରିବାକୁ ପଡ଼ିଥିଲା।
1951 ମସିହାରେ ସେଣ୍ଟ ଜୋସେଫ କଲେଜରେ ଆଡମିସନ୍ ପାଇଁ ତାଙ୍କ ବଡ଼ ଭଉଣୀ ନିଜର ସୁନା ଚୁଡ଼ି ବନ୍ଧକ ରଖିଦେଇଥିଲେ। କଲାମ ମଧ୍ୟ ଜିଦ୍ରେ ପଢ଼ାପଢ଼ି କରି 1955ରେ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏରୋସ୍ପେସ୍ ଇଞ୍ଜିନିୟରିଂ ପଢ଼ିବାକୁ ଗଲେ। ସେଠାରେ ଏକ ପ୍ରୋଜେକ୍ଟ ସମୟରେ ଯେତେବେଳେ କଲେଜରେ ଡିନ୍ ତାଙ୍କୁ 3 ଦିନ ମଧ୍ୟରେ କାମ ଶେଷ କରିବାକୁ କହିଲେ ଏବଂ ସ୍କଲାରସିପ୍ ବନ୍ଦ କରିଦେବାର ଧମକ ଦେଲେ। କଲାମ ରାତି ଅନିଦ୍ରା ହୋଇ ସେହି କାମକୁ ସଫଳତାର ସହ ଶେଷ କରିଦେଲେ। କିନ୍ତୁ ଭାଗ୍ୟ ତାଙ୍କୁ ଆଉ କିଛି ବଡ଼ କରିବାକୁ ଚାହୁଁଥିଲା। ସେ ଭାରତୀୟ ବାୟୁସେନାରେ ପରୀକ୍ଷା ଦେବାକୁ ଡେରାଡୁନ୍ ଯାଇଥିଲେ। ସେଠାରେ 8ଟି ସିଟ୍ ଥିଲା, କିନ୍ତୁ କାଲାମ 9ମ ସ୍ଥାନରେ ରହିଲେ। ସେ ପାଇଲଟ ହୋଇପାରିଲେ ନାହିଁ। ସେତେବେଳେ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ ଜୀବନ ହାରିବାକୁ ଋଷିକେଶ ଚାଲିଗଲେ। ସେଠାରେ ସ୍ୱାମୀ ଶିବାନନ୍ଦ ତାଙ୍କୁ ବୁଝାଇ କହିଥିଲେ, ପୁଅ ତୁ ବିଫଳ ହୋଇନାହୁଁ, ଭଗବାନ ତୋ ପାଇଁ ଏହାଠାରୁ କିଛି ବଡ଼ ଯୋଜନା ରଖିଛନ୍ତି। ସେହି କଥାରୁ ସାହସ ପାଇ ସେ ଫେରି ଆସିଲେ ଏବଂ DRDOରେ ଯୋଗ ଦେଲେ। ପରେ ବିକ୍ରମ ସାରାଭାଇଙ୍କ ସହ ମିଶି ସେ ଇସ୍ରୋରେ ଭାରତର ପ୍ରଥମ ରକେଟ୍ ନିର୍ମାଣରେ ଲାଗି ପଡ଼ିଥିଲେ। ସେତେବେଳେ ସେମାନଙ୍କ ପାଖରେ ନା ଅଫିସ୍ ଥିଲା ନା କୌଣସି ବଡ଼ ସୁବିଧା। ସେମାନେ ଏକ ଚର୍ଚ୍ଚକୁ ନିଜର ୱାର୍କସପ୍ ବନାଇଲେ। ରକେଟ୍ ଅଂଶଗୁଡ଼ିକୁ ସାଇକେଲ ଏବଂ ବଳଦ ଗାଡ଼ିରେ ବୋହି ଲଞ୍ଚ ପ୍ୟାଡ୍ ପର୍ଯ୍ୟନ୍ତ ନେଇଥିଲେ। 21 ନଭେମ୍ବର 1963ରେ ଭାରତ ମହାକାଶରେ ନିଜର ପ୍ରଥମ ପାଦ ରଖିଲା। 1980ରେ ସେ SLV-3 ରୋହିଣୀର ସଫଳ ଉତ୍କ୍ଷେପଣ କରି ଭାରତର ପତାକା ବିଶ୍ୱରେ ଉଡ଼ାଇଲେ। ଏହା ପରେ ସେ ଅଗ୍ନି ଏବଂ ପୃଥିବୀ ଭଳି ମିସାଇଲ୍ ତିଆରି କଲେ। ତାଙ୍କର ସବୁଠାରୁ ବଡ଼ ସଫଳତା ଥିଲା ପୋଖରାନ୍-2 ପରମାଣୁ ପରୀକ୍ଷା, ଯାହା ଭାରତକୁ ବିଶ୍ୱର ଏକ ଶକ୍ତିଶାଳୀ ଦେଶ ଭାବରେ ଉଭା କଲା। ନାସା ତାଙ୍କୁ ଚାକିରି ପାଇଁ ଅଫର ଦେଇଥିଲେ ବି ସେ ନିଜ ଦେଶ ପାଇଁ କାମ କରିବାକୁ ଫେରି ଆସିଥିଲେ। 25 ଜୁଲାଇ 2002ରେ ସେ ଭାରତର 11ତମ ରାଷ୍ଟ୍ରପତି ହେଲେ। ସେ ତାଙ୍କର ସମସ୍ତ ଦରମା ଗରିବ ପିଲାଙ୍କ ପାଠପଢ଼ା ପାଇଁ ଦାନ କରିଦେଉଥିଲେ। 27 ଜୁଲାଇ 2015ରେ ଆମେ ଏହି ମହାନ ବ୍ୟକ୍ତିକୁ ହରାଇଲୁ, କିନ୍ତୁ ସେ ଆଜି ବି ଆମ ହୃଦୟରେ ଜୀବିତ ଅଛନ୍ତି। ଶେଷରେ କାଲାମ ସାହେବଙ୍କ କିଛି କଥା ମନେ ରଖନ୍ତୁ। ସ୍ୱପ୍ନ ସେଇଟା ନୁହେଁ ଯାହା ଆପଣ ଶୋଇବା ବେଳେ ଦେଖନ୍ତି। ସ୍ୱପ୍ନ ତ ସେଇଟା ଯାହା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ। ଯେବେ ତୁମର ସିଗ୍ନେଚର ଅଟୋଗ୍ରାଫରେ ବଦଳିଯାଏ, ସେତେବେଳେ ଜାଣିବ ଯେ ତୁମେ ସଫଳ ହୋଇସାରିଛ। ଧନ୍ୟବାଦ। ଏହି ଭିଡ଼ିଓକୁ ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ମିସାଇଲ୍ ମ୍ୟାନ୍ ଅମର ରହନ୍ତୁ ନିଶ୍ଚୟ ଲେଖନ୍ତୁ।